ଚାହୁଁଥିଲେ ଜାଣନ୍ତୁ କିପରି କରିବେ ଅନଲାଇନ୍ ବୁକିଂ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରଏସ୍ଏସ୍ ମୁଖ୍ୟ ମୋହନ ଭଗବତଙ୍କ ସହ ସମର୍ପଣ ସମାରୋହରେ ଯୋଗ ଦେବାର ଗୋଟିଏ ଦିନ ପରେ ରାମ ମନ୍ଦିର ଆନୁଷ୍ଠାନିକ ଭାବେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ସକାଳ 3ଟାରୁ ଦର୍ଶନ ପାଇଁ ଏକାଠି ହୋଇଥିଲେ। ପ୍ରତ୍ୟେକ ଦିନ ରାମଲାଲାଙ୍କ ଦର୍ଶନ ପାଇଁ ଭିଡ଼ ଜମୁଛି। ତେବେ ରାମଲାଲାଙ୍କ ଦର୍ଶନ ପାଇଁ କିପରି ମନ୍ଦିର ପ୍ରବେଶ କରିବେ ଭକ୍ତଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ରାମଲାଲାଙ୍କ ଦର୍ଶନ ପାଇଁ କିପରି ଟିକେଟ ବୁକିଂ କରିବେ ସେ ବିଷୟରେ ଆସନ୍ତୁ ଜାଣିବା। ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିରର ଦର୍ଶନ ସମୟ ଏବଂ ଆରତି ସମୟ ଜାଣିବା ଉଚିତ। ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବା ପାଇଁ ଏଠାରେ ସମୟ, ଆରତି ସମୟ ଏବଂ ବୁକିଂ ପ୍ରକ୍ରିୟା ଅଛି ଯାହାକୁ ଆପଣ ଯଦି ସେହି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଧ୍ୟାନ ଦେବା ଉଚିତ। ଅଯୋଧ୍ୟା ରାମ ମନ୍ଦିରରେ ଦର୍ଶନ ସମୟ ସକାଳ 7ଟାରୁ 11:30 ପର୍ଯ୍ୟନ୍ତ। ପୁଣି ଥରେ ସ୍କଟ୍ ଆରମ୍ଭ ହେବ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ। ଟିକେଟ ବୁକିଂ କରିବା ପୂର୍ବରୁ ଭକ୍ତମାନେ ସମୟ ମନେ ରଖିବା ଉଚିତ। ଅଯୋଧ୍ୟା ରାମ ମନ୍ଦିର କିପରି ଅନଲାଇନ୍ ଏବଂ ଅଫଲାଇନ୍ ଦର୍ଶନ କରିବେ ଆସନ୍ତୁ ଜାଣିବା। ଆଳତି କିମ୍ବା ଦର୍ଶନ ପାଇଁ ବୁକ୍ କରିବାକୁ ଚାହୁଁଥିଲେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକୁ ଅନୁସରଣ କରିବା ଉଚିତ। 1. ଅଫିସିଆଲ ବୁକିଂ ୱେବସାଇଟ୍ ପରିଦର୍ଶନ କରନ୍ତୁ। 2. ନୂଆ ତଥ୍ୟ ପାଇବା ପାଇଁ ଆପଣଙ୍କର ମୋବାଇଲ ନମ୍ବର ପଞ୍ଜୀକରଣ କରନ୍ତୁ। ଆପଣଙ୍କ ନମ୍ବରକୁ ଏକ OTP ପଠାଯିବାର ବ୍ୟବସ୍ଥା ରହିଛି। 3. ମୋ ପ୍ରୋଫାଇଲ ବିଭାଗକୁ ଯାଆନ୍ତୁ ଏବଂ ସେଥିରୁ ପ୍ଲଟ୍ ଚୟନ କରନ୍ତୁ। 4. ଆବଶ୍ୟକ ପରିଚୟ ପତ୍ର ପ୍ରଦାନ କରନ୍ତୁ ଏବଂ ପାସବୁକ୍ କରନ୍ତୁ। 5. ଆପଣ ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର କାଉଣ୍ଟରରୁ ପାସ୍ ପାଇପାରିବେ। 500 ବର୍ଷର ଅପେକ୍ଷାର ଅନ୍ତ ହୋଇଛି। ଅଯୋଧ୍ୟାରେ 22 ଜାନୁଆରୀରେ ପ୍ରଭୁ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ସମାରୋହରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ। ଏହାପରେ ମନ୍ଦିରରେ ଦର୍ଶନ କରିବା ପାଇଁ ଲୋକଙ୍କ ଏକ ବିରାଟ ଧାଡ଼ି ରହିଛି। ଏକ ରିପୋର୍ଟ ଅନୁଯାୟୀ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ ପରେ ଅଯୋଧ୍ୟା ଏବଂ ଏହାର ଆଖପାଖ ସହରରେ ପ୍ରତ୍ୟକ୍ଷ ତଥା ଲୋକ ଆସନ୍ତା 5 ବର୍ଷ ପରୋକ୍ଷରେ 1.5ରୁ 2 ଲକ୍ଷ ମଧ୍ୟରେ ରୋଜଗାର ପାଇପାରନ୍ତି।